ଲେନିନ୍ଙ୍କ ଦଳୀୟ ସିଦ୍ଧାନ୍ତ ବିଂଶ ଶତାବ୍ଦୀର ଇତିହାସକୁ ବଦଳାଇ ଦେଇଥିବା ଏକ ରାଜନୈତିକ ବିଚାରଧାରା। କିନ୍ତୁ ପ୍ରଶ୍ନ ହେଉଛି, ଏହା ପ୍ରକୃତରେ କ'ଣ ଥିଲା? ବିପ୍ଳବ ପାଇଁ ଏକ ବ୍ଲୁପ୍ରିଣ୍ଟ ନା ଏକଛତ୍ରବାଦକୁ ଯିବାର ଏକ ସିଧା ରାସ୍ତା? ଆଜି ବି ଏହି ପ୍ରଶ୍ନଟି ରାଜନୈତିକ ଆଲୋଚନାକୁ ଗରମ କରି ରଖିଛି। ତେବେ ଆସନ୍ତୁ ଏହାର ଗଭୀରତାକୁ ଯାଇ ଏହି ଦ୍ୱନ୍ଦ୍ୱକୁ ବୁଝିବାକୁ ଚେଷ୍ଟା କରିବା। କେବେ ଭାବିଛନ୍ତି ମୁଠାଏ ଲୋକ ହେଲେ ଦୃଢ଼ ସଂକଳ୍ପ ଥିବା ଲୋକ କେମିତି ପୂରା ଦୁନିଆକୁ ବଦଳେଇ ଦେଇପାରିବେ? ଗୋଟେ ବିଶାଳ ସାମ୍ରାଜ୍ୟକୁ ଓଲଟେଇ ଦେବା କ'ଣ ସମ୍ଭବ? ଏଇଟା କେବଳ କୌଣସି କାଳ୍ପନିକ ପ୍ରଶ୍ନ ନୁହେଁ, ଏହା ହିଁ ଥିଲା ଲେନିନ୍ଙ୍କ ସାମ୍ନାରେ ଥିବା ସବୁଠୁ ବଡ଼ ଚ୍ୟାଲେଞ୍ଜ। ଆଉ ତାଙ୍କର ଉତ୍ତର ସତରେ ଇତିହାସର ମୋଡ଼ ବଦଳାଇ ଦେଲା। ତେବେ ଲେନିନ୍ଙ୍କର ସେହି ବିପ୍ଳବୀ ବ୍ଲୁପ୍ରିଣ୍ଟର ମୂଳ ଦ୍ୱାର କ'ଣ ଥିଲା? ଏହାକୁ ଭଲ ଭାବରେ ବୁଝିବାକୁ ହେଲେ ଆମକୁ ସେହି ସମୟକୁ ଫେରିବାକୁ ପଡ଼ିବ, ଜାର୍ ଶାସନର କଠୋର ବାସ୍ତବତା ଭିତରକୁ ଯିବାକୁ ହେବ, ଯେଉଁଠି ଲେନିନ୍ ପରିବର୍ତ୍ତନର ଏକ ନୂଆ ରାସ୍ତା ଖୋଜୁଥିଲେ। 1902 ମସିହାରେ ଲେନିନ୍ଙ୍କ କଲମରୁ ବାହାରିଲା କ'ଣ କରାଯିବ। ଜାଣନ୍ତି, ଏଇଟା କେବଳ ଗୋଟେ ବହି ନଥିଲା, ଏହା ଥିଲା ବିପ୍ଳବ ପାଇଁ ଏକ ସିଧାସଳଖ ଆହ୍ୱାନ। ତାଙ୍କର ଲକ୍ଷ୍ୟ ବହୁତ ସ୍ପଷ୍ଟ ଥିଲା, ଏମିତି ଗୋଟେ ଦଳ ତିଆରି କରିବା ଯିଏ ଶ୍ରମିକମାନଙ୍କର ଛୋଟ ଛୋଟ ଅସନ୍ତୋଷକୁ ଏକାଠି କରି ଏକ ବଡ଼ ସୁସଂଗଠିତ ଆନ୍ଦୋଳନରେ ବଦଳିଦେବ। ଆଉ ଏହି ପୂରା ସିଦ୍ଧାନ୍ତର ହୃଦୟରେ ଥିଲା ଗୋଟିଏ କନସେପ୍ଟ, ଭ୍ୟାଙ୍ଗାର୍ଡ ପାର୍ଟି ବା ଅଗ୍ରଗାମୀ ଦଳ। ଲେନିନ୍ଙ୍କର ବିଶ୍ୱାସ ଥିଲା ଯେ ଶ୍ରମିକମାନେ ନିଜେ ନିଜେ କେବଳ ଭଲ ଦରମା କିମ୍ବା କାମ କରିବାର ସୁବିଧା ପାଇଁ ଲଢ଼ିପାରିବେ, କିନ୍ତୁ ପୂରା ବ୍ୟବସ୍ଥାକୁ ବଦଳାଇବା ପାଇଁ ଏକ ଛୋଟ ହେଲେ ବହୁ ଟ୍ରେଣ୍ଡ ଆଉ ବୁଦ୍ଧିମାନ ଲୋକଙ୍କ ଗୋଷ୍ଠୀ ଦରକାର, ଯିଏ ଏହି ବିପ୍ଳବର ମସ୍ତିଷ୍କ ଭାବରେ କାମ କରିବ। ଆଚ୍ଛା, ତେବେ ଏତେ ଲୋକଙ୍କୁ ଏକାଠି ରଖିବେ କେମିତି? ଏଇଠି ଲେନିନ୍ ଆଣିଲେ ଏକ ବହୁତ ଅଦ୍ଭୁତ ନୀତି, ଯାହାର ନାଁ ଥିଲା ଡେମୋକ୍ରାଟିକ୍ ସେଣ୍ଟ୍ରାଲିଜମ୍। ଏହାର ଅର୍ଥ ବହୁତ ସରଳ, ନିଷ୍ପତ୍ତି ନେବା ଆଗରୁ ଯେତେ ଇଚ୍ଛା ଯୁକ୍ତିତର୍କ କର, ଖୋଲାଖୋଲି ଆଲୋଚନା କର, କିନ୍ତୁ ଥରେ ଯଦି ନିଷ୍ପତ୍ତି ହୋଇଗଲା ତାହେଲେ ସମସ୍ତଙ୍କୁ ବିନା ପ୍ରଶ୍ନରେ ତାକୁ ମାନିବାକୁ ପଡ଼ିବ। ଏହା ଥିଲା ସ୍ୱାଧୀନତା ଆଉ ଶୃଙ୍ଖଳା ଭିତରେ ଏକ ବହୁତ ସୂକ୍ଷ୍ମ ସନ୍ତୁଳନ। କିନ୍ତୁ ପ୍ରଶ୍ନ ଉଠୁଛି, ଏହି ମଡେଲ କାହିଁକି ଏତେ ପ୍ରଭାବଶାଳୀ ଥିଲା? କ'ଣ ଥିଲା ଏହାର ସଫଳତାର କାରଣ? ଚାଲନ୍ତୁ ଦେଖିବା ଏହାର ସପକ୍ଷରେ ଥିବା ଯୁକ୍ତିଗୁଡ଼ିକୁ, ଯାହା ଏହାକୁ ବିପ୍ଳବର ଏକ ଶକ୍ତିଶାଳୀ ଇଞ୍ଜିନ୍ ବୋଲି ପ୍ରମାଣିତ କରେ। ଭାବନ୍ତୁ ତ, ଗୋଟିଏ ଏମିତି ସଂଗଠନ ଯାହାର ପ୍ରତ୍ୟେକ ସଦସ୍ୟଙ୍କର ଗୋଟିଏ ହିଁ ଲକ୍ଷ୍ୟ, ଯାହାର ନେତୃତ୍ୱ ଅତ୍ୟନ୍ତ ଶକ୍ତିଶାଳୀ, ଆଉ ଯାହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି କ୍ଷମତା ହାସଲ କରିବା। ଏହା ହିଁ ଥିଲା ଭାଙ୍ଗାର୍ଡ ମଡେଲର ପ୍ରକୃତ ଶକ୍ତି, ଗୋଟିଏ ଅଟକି ନ ପାରୁଥିବା ରାଜନୈତିକ ମେସିନ୍। ଲେନିନ୍ଙ୍କ ପାଇଁ ବୁଝିଲେ, ବିପ୍ଳବ କିଛି ପାର୍ଟ ଟାଇମ୍ ହବି ନଥିଲା। ସେ ଚାହୁଁଥିଲେ ପ୍ରଫେସନାଲ ରେଭଲ୍ୟୁସନାରୀ ବା ପେଶାଦାର ବିପ୍ଳବୀ, ମାନେ ଏମିତି ଲୋକ ଯାହାଙ୍କର 24 ଘଣ୍ଟାର କାମ ହିଁ ହେବ ବିପ୍ଳବ କରିବା। କାରଣ ସେ ବିଶ୍ୱାସ କରୁଥିଲେ ଯେ କେବଳ ଏମିତି ସମର୍ପିତ ଆଉ ଟ୍ରେଣ୍ଡ ଲୋକ ହିଁ ଜାର୍ର ଶକ୍ତିଶାଳୀ ଗୁପ୍ତ ପୋଲିସକୁ ମାତ ଦେଇପାରିବେ। ଆଉ ଏଇଟା କେବଳ ଥିଓରି ହେଇ ରହିଲାନି। 1917 ମସିହାରେ ଲେନିନ୍ଙ୍କ ବଲସେଭିକ୍ ଦଳ ସତକୁ ସତ ରୁଷିଆରେ କ୍ଷମତା ଦଖଲ କଲା। ଇତିହାସରେ ଏହା ଥିଲା ଏହି ମଡେଲର ପ୍ରଥମ ଏବଂ ଶେଷ ସମ୍ପୂର୍ଣ୍ଣ ସଫଳତା। ଏହି ଘଟଣା ସାରା ଦୁନିଆକୁ ସ୍ତବ୍ଧ କରିଦେଇଥିଲା। କିନ୍ତୁ ସବୁ କଏନ୍ର ଦୁଇଟା ପାର୍ଶ୍ୱ ଥାଏ, ନୁହେଁ କି? ଏହି ସଫଳତାର କାହାଣୀର ଗୋଟେ ଅନ୍ଧକାର ଦିଗ ବି ଅଛି। ତେବେ ଚାଲନ୍ତୁ ଏହାର ସମାଲୋଚନାତ୍ମକ ଦିଗକୁ ଦେଖିବା। କ'ଣ ଏହି ମଡେଲର ଶକ୍ତି ହିଁ ତାର ସବୁଠାରୁ ବଡ଼ ଦୁର୍ବଳତା ପାଲଟିଗଲା? ଏହି ମଡେଲର ସବୁଠୁ ବଡ଼ ଆଇରନି କ'ଣ ଜାଣନ୍ତି? ଯାହା ଏହାର ଶକ୍ତି ଥିଲା, ତାହା ହିଁ ତାର ସବୁଠୁ ବଡ଼ ଦୁର୍ବଳତା ପାଲଟିଗଲା। ଯେଉଁ ଶକ୍ତିଶାଳୀ ନେତୃତ୍ୱ ବିପ୍ଳବ ଆଣିଥିଲା, ସେଇଟା ହିଁ ପରେ ଏକଛତ୍ରବାଦର ରାସ୍ତା ତିଆରି କଲା। ଆଉ ଯେଉଁ କଠୋର ଶୃଙ୍ଖଳା ଦଳକୁ ଏକାଠି ରଖିଥିଲା, ସେଇଟା ହିଁ ସବୁ ପ୍ରକାରର ଭିନ୍ନମତକୁ ଚାପିଦେଲା। ଆଉ ସବୁଠୁ ବଡ଼ ଅଭିଯୋଗ ହେଲା ଯେ ଏହି ଦଳୀୟ ସଂରଚନା ନିଜ ଭିତରେ ହିଁ ଏକଛତ୍ରବାଦର ମଞ୍ଜି ଲୁଚାଇ ରଖିଥିଲା। ଏଥିରେ ନେତାମାନେ ଲୋକଙ୍କର ପ୍ରତିନିଧି ନ ହୋଇ ଧୀରେ ଧୀରେ ଶାସକ ପାଲଟି ଯାଆନ୍ତି। ଷ୍ଟାଲିନ୍ଙ୍କର ଭୟଙ୍କର ଶାସନକୁ ଏହାର ସବୁଠୁ ବଡ଼ ଉଦାହରଣ ଭାବରେ ଦେଖାଯାଏ। ତେବେ ସେ ଯେଉଁ ଡେମୋକ୍ରାଟିକ୍ ସେଣ୍ଟ୍ରାଲାଇଜେସନ୍ କଥା ଆମେ କହୁଥିଲେ, ବାସ୍ତବରେ କ'ଣ ହେଲା? ସମୟକ୍ରମେ ସେଥିରେ ଡେମୋକ୍ରେସି ବା ଗଣତନ୍ତ୍ର ଧୀରେ ଧୀରେ ଛୋଟ ହୋଇଗଲା, ଆଉ ସେଣ୍ଟ୍ରାଲାଇଜେସନ୍ ବା କେନ୍ଦ୍ରୀୟତା ସବୁକିଛିକୁ ନିଜ କବ୍ଜାକୁ ନେଇଗଲା। ଆଲୋଚନା କେବଳ ନାମକୁ ମାତ୍ର ରହିଲା, ଆଉ ନେତୃତ୍ୱର ନିଷ୍ପତ୍ତି ହିଁ ଶେଷ କଥା ହେଲା। ତେବେ ଏତେ ସବୁ ଯୁକ୍ତି ପରେ ଆମେ କ'ଣ କହିପାରିବା? ଏହାର ଉତ୍ତରାଧିକାରକୁ କେମିତି ଦେଖିବା? ଚାଲନ୍ତୁ ଏହାର ଭଲ ଆଉ ମନ୍ଦ ଉଭୟ ଦିଗକୁ ବିଚାର କରି ଏକ ସନ୍ତୁଳିତ ନିଷ୍କର୍ଷରେ ପହଞ୍ଚିବାକୁ ଚେଷ୍ଟା କରିବା। ଏଠି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଣ୍ଟେକ୍ସଟ ବା ପରିପ୍ରେକ୍ଷୀ। ଯେଉଁ ସମୟ ଓ ପରିସ୍ଥିତିରେ ଏହା ତିଆରି ହୋଇଥିଲା, ମାନେ ଜାର୍ ଶାସନର ଦମନକାରୀ ପରିବେଶରେ, ସେଠି ଏହା ବହୁତ କାମ ଦେଲା।
କିନ୍ତୁ ଆଜିର ଆଧୁନିକ ଗଣତାନ୍ତ୍ରିକ ଦେଶମାନଙ୍କରେ ଏହି ମଡେଲକୁ ବହୁତ କଠୋର ଏବଂ ଏକଛତ୍ରବାଦୀ ବୋଲି ଧରାଯାଏ। ତାହେଲେ ଏତେ ସମାଲୋଚନା ପରେ ବି ଲେନିନ୍ଙ୍କ ଆଇଡିଆ ଆଜି ବି କାହିଁକି ରେଲେଭେଣ୍ଟ? କାରଣ ଏହା ତିନୋଟି ଗୁରୁତ୍ୱପୂର୍ଣ୍ଣ କଥା ଶିଖାଏ: ସଂଗଠନର ଶକ୍ତି, ନିଜ ବିଚାରଧାରାରେ ସ୍ପଷ୍ଟତା ଏବଂ ଏକ ସମର୍ପିତ ନେତୃତ୍ୱର ମହତ୍ତ୍ୱ। ଯେକୌଣସି ବଡ଼ ପରିବର୍ତ୍ତନ ପାଇଁ ଏହି ଜିନିଷଗୁଡ଼ିକ ଆଜି ବି ଜରୁରୀ। ଶେଷରେ ଆମେ ଏଇଠି ପହଞ୍ଚୁ ଯେ ଏହି ପୂରା ସିଦ୍ଧାନ୍ତ ଏକ ବିରୋଧାଭାସରେ ଭର୍ତ୍ତି। ଗୋଟେ ପଟେ ଏହା ବିପ୍ଳବ ପାଇଁ ଏକ ଅତ୍ୟନ୍ତ କାର୍ଯ୍ୟକାରୀ ହତିଆର, କିନ୍ତୁ ଅନ୍ୟପଟେ ଏହା ଭିତରେ ଗଣତନ୍ତ୍ରର ଗଭୀର ଦୁର୍ବଳତା ଲୁଚି ରହିଛି। ଏହା ଐତିହାସିକ ଭାବେ ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ତ୍ରୁଟିପୂର୍ଣ୍ଣ ମଧ୍ୟ। ଏବଂ ଏହିଠାରେ ହିଁ ଆମ ପାଇଁ ଶେଷ ପ୍ରଶ୍ନଟି ରହିଯାଉଛି: ବଡ଼ ଧରଣର ପରିବର୍ତ୍ତନ ଆଣିବା ପାଇଁ କ'ଣ ଏକଛତ୍ରବାଦୀ ହେବାର ଆଶଙ୍କା ଥିଲେ ମଧ୍ୟ ଏକ ଶକ୍ତିଶାଳୀ କେନ୍ଦ୍ରୀଭୂତ ସଂଗଠନ ଗ୍ରହଣୀୟ? ଏହାକୁ ଏକ ଆବଶ୍ୟକ ମନ୍ଦ ଭାବେ ଦେଖାଯିବ, ନା ଏହା ଏକ ଏମିତି ଭୁଲ ଯାହାକୁ ସବୁବେଳେ ଏଡ଼ାଇବା ଉଚିତ? ଏହି ପ୍ରଶ୍ନର ଉତ୍ତର ବୋଧହୁଏ ଆଜି ବି ଖୋଜା ଚାଲିଛି।